ହାଇୱା ଟ୍ରକ୍ ଓ ଆକ୍ଟିଭା ସ୍କୁଟର ମୁହାଁମୁହିଁ ଧକ୍କା, 2 ମୃତ ଜଣେ ଗୁରୁତର। ଅନୁଗୁଳ ଟାଉନ ଥାନା ଅନ୍ତର୍ଗତ ଗାନ୍ଧୀମାର୍ଗ ତଥା ଅମଲାପଡ଼ା ହନୁମାନ ମନ୍ଦିର ନିକଟରେ ହାଇୱା ଧକ୍କାରେ 2 ମୃତ ଜଣେ ଗୁରୁତର ହୋଇଛନ୍ତି। ମୃତକମାନେ ହେଲେ ଟେଣ୍ଟଲୋଇ ଗ୍ରାମର ଲବଣୀ ନାୟକଙ୍କ ପୁଅ ସର୍ବେଶ୍ୱର ନାୟକ, ଗୋପାଳ ପ୍ରସାଦ ପାଟଣା ସାହିର ଦୁର୍ଯ୍ୟୋଧନ ନାୟକଙ୍କ ପୁଅ ଦୁଷ୍ମନ୍ତ ନାୟକ ଓ ଗୁରୁତର ଜଣକ ହେଲେ ବଡ଼ ଜୋରଡ଼ା ଗ୍ରାମର ପଞ୍ଚୁ ନାୟକଙ୍କ ପୁଅ ସୁଜିତ ନାୟକ ବୋଲି ଜଣାପଡ଼ିଛି। ସୂଚନା ଯେ ଆକ୍ଟିଭା ସ୍କୁଟର ଓ D19G1181 ନମ୍ବର ଯୋଗେ 3 ଜଣ DIC ଛକ ଆଡ଼ୁ ଶିମିଳିପଡ଼ା ଆଡ଼କୁ ଯାଉଥିବା ବେଳେ ପଛରୁ ଆସୁଥିବା ଏକ ହାଇୱା ଓ D35G7721 ଧକ୍କା ଦେଇ ଘୋଷାଡ଼ି ନେଇଥିଲା, ଯାହାଫଳରେ ଘଟଣାସ୍ଥଳରେ ହିଁ ଦୁଷ୍ମନ୍ତ ନାୟକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ 2 ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସର୍ବେଶ୍ୱରଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ସୁଜିତ ଗୁରୁତର ଭାବେ ଚିକିତ୍ସା ହେଉଛନ୍ତି। ଘଟଣାସ୍ଥଳରେ ଚାପ ଉତ୍ତେଜନା ପ୍ରକାଶ ପାଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି।